ମୋର ପ୍ରିୟ ପିଲାମାନେ ଆଶା କରିବି ସମସ୍ତେ ବହୁତ ହି ଭଲରେ ଥିବ ଏବଂ ଆପଣଙ୍କର ପରିବାରରେ ବି ପ୍ରାୟତଃ ସମସ୍ତେ ବହୁତ ହି ଭଲରେ ଥିବେ। ଫାଇନାଲି ଦେଖନ୍ତୁ ଆପଣମାନେ ଯୋଉ OTET ପରୀକ୍ଷା ଦେଇଥିଲେ ତାର ଆନ୍ସର କି ଆଜି ଆପଣଙ୍କର ଦିନ 10ଟାରୁ ସେଇ 11ଟା ଭିତରେ ଆପଣଙ୍କର ପବ୍ଲିଶ ହେଇଯିବ। ଠିକ ଅଛି। ଯେମିତି କି ଆପଣ ଜାଣନ୍ତି BSc ଓଡ଼ିଶାର ଅଭ୍ୟାସ ରହିଛି। ଠିକ ଅଛି। ଆନ୍ସର କିରେ ଆପଣ ମାନେ କିଛି ନା କିଛି ତ ଭୁଲ ନିହାତି ଦେଖିବା ପାଇଁ ପାଇବେ। ତାକୁ ଆପଣ ମାନେ ଚାହିଁଲେ ଅବଜେକ୍ସନ କରିପାରନ୍ତି, କିନ୍ତୁ ଅବଜେକ୍ସନ କରିକି କିଛି ଲାଭ ନାହିଁ। କେବେ ବି ଆପଣଙ୍କର କାହାରିକୁ କିଛି ଅଧିକ ସ୍କୋର ବଗେରା କିଛି ମିଳେନି। ଠିକ ଅଛି। ତ ଆପଣ ଜାଣିଛନ୍ତି BSc ଓଡ଼ିଶା ଆପଣ ମାନେ ଚାହିଁଲେ ଅବଜେକ୍ସନ କରିପାରିବେ, ଖାଲି ଏଥିରେ ଖାଲି ଟଙ୍କା ଇନକମ କରିବା କଥା ଆଉ ଆପଣଙ୍କର କିଛି ନାହିଁ। 19 ସେପ୍ଟେମ୍ବରରୁ 23 ସେପ୍ଟେମ୍ବର ପର୍ଯ୍ୟନ୍ତ ଠିକ ଅଛି ଆପଣ ମାନେ ଆନ୍ସର କି କୁ ଆପଣଙ୍କର ଡାଉନଲୋଡ କରିପାରିବେ ଏବଂ ଦେଖନ୍ତୁ ଟଙ୍କା ଆପଣଙ୍କର ଡିପୋଜିଟ ଆପଣଙ୍କର କରିପାରିବେ 29 ସେପ୍ଟେମ୍ବର ପର୍ଯ୍ୟନ୍ତ ଆପଣଙ୍କର। ଠିକ ଅଛି ହେଲା। ତ ଆଜି ଆପଣ ମାନଙ୍କର ଆନ୍ସର କି ଆସିଯିବ। ଏବେ ୱେବସାଇଟ କୁ ଆପଣଙ୍କର କିଛି ଚେକ୍ କରିବେନି, ଏକ୍ଜାକ୍ଟଲି ସେଇ 10ଟାରୁ 11ଟା ଭିତରେ ଆପଣଙ୍କର ଆସିଯିବ। ଯେମିତି ଆସିଯିବ ମୁଁ ଆପଣଙ୍କୁ ଜଣେଇଦେବି। ତାପରେ ଆପଣ କହିବେ ସାର୍ ରେଜଲ୍ଟ କେବେ ପବ୍ଲିଶ ହବ? ଭାଇ BSc ଓଡ଼ିଶା ଠିକ ଅଛି। BSc ଓଡ଼ିଶାର କିଛି ବି ଠିକ ଠାକ ନାହିଁ, କିଛି ନାହିଁ। ଦେଖନ୍ତୁ ଆନ୍ସର କି ସିଏ ବାହାର କରୁଛି ଆପଣଙ୍କର ଗୋଟେ ମାସ ପରେ। ଏବେ ଅବଜେକ୍ସନ ଆପଣ କରିବେ, ତାପରେ ଆପଣଙ୍କର ଡାଇରେକ୍ଟଲି ରେଜଲ୍ଟ ବାହାରିବ ଆଉ ଫାଇନାଲ ଆନ୍ସର କି ପବ୍ଲିଶ ହବ। ଆପଣ ମାନଙ୍କୁ ମୁଁ ପ୍ଲାନିଂ ଭିଡିଓରେ ହିଁ ଆପଣଙ୍କର କହିଥିଲି ମନେ ଥିବ ଯେ BSc ଓଡ଼ିଶାରେ ଯଦି ଆପଣ କିଛି ପରୀକ୍ଷା ଦଉଛନ୍ତି ନା ଆପଣ ପୂର୍ବରୁ କିଛି ସ୍କୋରକୁ ବେକଅପ୍ କରିକି ରଖିଥିବେ। ଯଦି ଆପଣ ପ୍ଲାନିଂ ଅନୁସାରେ ପଢିଛନ୍ତି ମାନେ ତ ବାଇ ଡିଫଲ୍ଟ କ୍ୱାଲିଫାଇ କରିବେ, ସମସ୍ତଙ୍କର ଏଥିରେ କିଛି ଡାଉଟ ନାହିଁ। ଠିକ ଅଛି। ବେକଅପ୍ କରିକି ଆପଣ ମାର୍କ ରଖିଥିବେ ଏଥିରେ, କାହିଁକି ନା ଜାଣି ଜାଣି ସେମାନେ ଆନ୍ସର କି କିଛି ଆପଣଙ୍କର ଭୁଲ ଦେବେ, ଯୋଉଦ୍ୱାରା କି ପିଲାମାନେ ଅବଜେକ୍ସନ ଆପଣଙ୍କର କରିବେ। ଇନକମ ତ ପ୍ରବଳ ହବ। ଗୋଟେ କ୍ୱେଶ୍ଚନ କୁ ଅବଜେକ୍ସନ କରିବା ପାଇଁ 500 ଟଙ୍କା। କେବେ ବି ଇତିହାସ ଆପଣଙ୍କର ସାକ୍ଷୀ ଅଛି। ଆପଣ ମାନେ ଦେଖିଦେବେ ଆପଣଙ୍କର BSc ଓଡ଼ିଶାର ଆଉ ଆପଣ ମାନେ ଯୋଉ ଯାଇଥିଲେ ଆପଣଙ୍କର ଏଇ ଯୋଉ ଗ୍ରେସ୍ ମାର୍କ ପାଇଁ, ଦେଖନ୍ତୁ ଏଥିରେ କିଛି ବି ଆପଣଙ୍କର ମେନସନ କରା ହିଁ ନାହିଁ। ଠିକ ଅଛି। BSc ଓଡ଼ିଶା ପରା, BSc ଓଡ଼ିଶା ଆଉ SSB ଆପଣଙ୍କର ଓଡ଼ିଶା। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ। ଧନ୍ୟବାଦ। ଥ୍ୟାଙ୍କ ୟୁ।